ଆତ୍ମପ୍ରଚାରର ଅଭାବ। ଆଜିର ଯୁଗ ହେଉଛି ପ୍ରଚାରର। ଯାହା ଦେଖାଯାଏ ତାହା ବିକ୍ରି ହୁଏ। ସରଳ ଓ ଭଦ୍ର ଲୋକମାନେ ସେମାନଙ୍କ କର୍ମ ପଛେ ଲୁଚି ରହନ୍ତି। ସେମାନେ ନିଜ କାର୍ଯ୍ୟ ବିଷୟରେ ଡିଙ୍ଗା ମାରନ୍ତି ନାହିଁ। ନିଜ ସଫଳତାକୁ ବଢ଼ାଇ କହନ୍ତି ନାହିଁ। ଫଳରେ ସମାଜ ସେମାନଙ୍କୁ ଦେଖେ ନାହିଁ, ଚିହ୍ନେ ନାହିଁ। ସେମାନଙ୍କ କଷ୍ଟ, ସଫଳତା ଓ ଅବଦାନ ଅଦୃଶ୍ୟ ରହିଯାଏ। ଅନ୍ୟପକ୍ଷରେ ଯେଉଁମାନେ କମ୍ କରି ଅଧିକ ଦେଖାନ୍ତି, ସେମାନେ ସବୁ ସୁଯୋଗ ଓ ସମ୍ମାନ ଆଣି ନେଇଥାନ୍ତି। ଆପଣମାନଙ୍କୁ ଏହି କଥାଟି କିପରି ଲାଗିଲା? ନିଶ୍ଚିତ ଭାବେ ଆପଣମାନେ କମେଣ୍ଟରେ ଲେଖି ଜଣାନ୍ତୁ। ଆପଣମାନଙ୍କ କମେଣ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ତାହା ମୁଁ ନିଶ୍ଚିତ ଭାବେ ପଢ଼ିବି ଏବଂ ଉତ୍ତର ଦେବି। ଏହା ମୋର ବିଶ୍ୱାସ। ଆପଣମାନେ କମେଣ୍ଟ ଲେଖିବେ ଏବଂ ଏହି ସର୍ଟ ଭିଡ଼ିଓକୁ ସେୟାର କରିବେ। ଥ୍ୟାଙ୍କ ୟୁ ସୋ ମଚ୍।